ओडिशा गवर्नमेंट एम्प्लॉय न्यूज चैनल को आपण मानक स्वागत। आपण माने जदि सरकारी एम्प्लॉय ओडिशा सरकारी एम्प्लॉय जदि या सरकारी कर्मचारी जदि ताले आपण निश्चित भाबरे जानिथिबे ग्रुप इंश्योरेंस स्कीम विषय। जदि आपण ग्रुप इंश्योरेंस स्कीम विषय जानिया पे चाहुछनी ताले वीडियो आपण मानक पई कि अब वीडियो को फुल देखंतु तेबे जाय कि आपण माने बुझी परिबे यार हिस्ट्री नै कि आपण मानकर केते टंका कटिबो ଆପଣଙ୍କର ଚୟନ କରିବା କଥା କି ନୁହେଁ କିମ୍ବା ଆପଣଙ୍କର ଏଇ ବୀମା ଯୋଜନାରେ କୋଉ କୋଉ ବେନିଫିଟ ଆପଣଙ୍କୁ ମିଳିପାରିବ କେତେ କେତେ ପରିମାଣରେ ଆପଣଙ୍କୁ ଦେବା ପାଇଁ ପଡିବ କେତେ କଣ୍ଟ୍ରିବ୍ୟୁସନ ଦେବା ପାଇଁ ପଡିବ କେତେ ଇନଷ୍ଟଲମେଣ୍ଟରେ ଦେବା ପାଇଁ ପଡିବ ଏ ସବୁ ବିଷୟରେ ଡିଟେଲରେ ଆମେ ଡିସ୍କସ କରିବୁ ଠିକ ଅଛି। ତେବେ ଆପଣ ସବସ୍କ୍ରାଇବ ଫାଷ୍ଟ କରିଦିଅନ୍ତୁ ଏବଂ ବେଲ ଆଇକନ ଦବାଇ ଦିଅନ୍ତୁ ଯୋଉଟା କି ଆପଣଙ୍କୁ ବାର ବାର ଆପଣଙ୍କୁ ନୋଟିଫିକେସନ ମିଳି ଚାଲିଥିବ। ଆପଣ ବହୁତ ଇନଫର୍ମେଟିଭ ଭିଡିଓ ଏଥିରେ କି ମିଳିବ ଆପଣଙ୍କୁ। ତେବେ ଚାଲନ୍ତୁ ଦେଖିବା କି ଯେ ଏହା ବିଷୟରେ ଟିକେ ଡିଟେଲରେ ଡିସ୍କସନ କରିବା ଠିକ ଅଛି। ଏଇ ଯୋଉ ଗ୍ରୁପ ଇନ୍ସୁରାନ୍ସ ବିଷୟରେ ଆମେ କଥା କହୁଛୁ ଯୋଉଟା କି ଇଣ୍ଟ୍ରୋଡ୍ୟୁସ ହେଇଥିଲା 1/3/1974 ରେ କି ଓକେ ଏଇଥିରେ କି ଇଣ୍ଟ୍ରୋଡ୍ୟୁସ ହେଇଥିଲା ଯୋଉଟା କି ଫାଇନାନ୍ସ ଡିପାର୍ଟମେଣ୍ଟର ରିଜଲ୍ୟୁସନ ଦ୍ଵାରା ଠିକ ଅଛି। ବାକି ସେତେବେଳେ ଏଇଟା ଗୋଟେ ଥିଲା ଗୋଟେ ଅପସନାଲ ସ୍କିମ ଥିଲା ଆପଣ ଚାହିଁଲେ ସିଲେକ୍ସନ ଆପଣ ଚାହିଁଲେ ଏଇଟାକୁ ନେବେ ନହେଲେ ନ ନେବେ ଓକେ। ବାକି ଏଇଟା କମ୍ପଲସରି କରିଦିଆଗଲା 1976 ରେ କି 1/4/1976 ରେ କି ଏଇଟା କମ୍ପଲସରି କରିଦିଆଗଲା ଫାଇନାନ୍ସ ଡିପାର୍ଟମେଣ୍ଟର ରିଜଲ୍ୟୁସନ ଏଇ ଡେଟ୍ ଅନୁସାରେ। ତ ଯୋଉଥିରେ କି ଏଟାକୁ କଣ ପାଇଁ କମ୍ପଲସରି କରାଗଲା ଆଉ ସେଥିରେ ବେନିଫିଟ କଣ ଦଉଥିଲା ନା ସେ ଫାଇନାନ୍ସିଆଲ ବେନିଫିଟ ଦଉଥିଲା ଫ୍ୟାମିଲିକୁ। ଯୋଉ ବି ଗଭର୍ଣମେଣ୍ଟ ଏମ୍ପ୍ଲୟି ମାନିନିଅନ୍ତୁ କିଛି ବି କାରଣ ବଶତଃ ସେମାନେ ଯଦି ଇନ ସର୍ଭିସରେ ଡେଥ୍ କରିଗଲେ ତାହେଲେ ତାଙ୍କର ଫ୍ୟାମିଲିକୁ ଫାଇନାନ୍ସିଆଲ ବେନିଫିଟ ଦେବା ପାଇଁ କି ହିଁ ଏଇ ସ୍କିମ ଟା କମ୍ପଲସରି କରାଯାଇଥିଲା। ଏଇ ଯୋଉ ବେନିଫିଟ ଟା ଏଇଟା କାହାକୁ କାହାକୁ ମିଳିବ ଏଇଟା ମିଳିବ ଆପଣଙ୍କର ଏଡେଡ ଯୋଉ ବି ନନ୍ ଗଭର୍ଣମେଣ୍ଟ ଏଜୁକେସନ ଇନଷ୍ଟିଟ୍ୟୁସନ ଅଛି ଯୋଉଟା ବି ଏଡେଡ କିମ୍ବା ଏଡେଡ ଷ୍ଟେଟ ଗଭର୍ଣମେଣ୍ଟ ୟୁନିଭର୍ସିଟି ଏଜୁକେସନାଲ ଇନଷ୍ଟିଟ୍ୟୁସନ୍ସ ଏ ସବୁ ଜିନିଷ ଆପଣଙ୍କର କଭର୍ଡ ହବ। ଆଉ ଏଇ ସ୍କିମ ଟା ଫର୍ଦର ଏକ୍ସଟେଣ୍ଡେଡ କରାଯାଇଥିଲା କାହା ପାଇଁ କି ନା ଏମ୍ପ୍ଲୟ ଅର୍ବାନ ଲୋକାଲ ବଡିଜ ଯୋଉ ଯୋଉ ଅଛି ଯେମିତିକା ହେଲା ମ୍ୟୁନିସିପାଲିଟିଜ ଅଛି ଏନଏସିଜ ଅଛି ମ୍ୟୁନିସିପାଲ କାଉନସିଲ ମ୍ୟୁନିସିପାଲ କର୍ପୋରେସନ ଯେତେ ସାରା ଆପଣଙ୍କର ଅଛି ସମସ୍ତଙ୍କ ପାଇଁ କି ଏଟାକୁ ଏଇ ସ୍କିମ କୁ ଏକ୍ସଟେଣ୍ଡ କରାଯାଇଛି ଓକେ। ଏଇଟା ଯୋଉ ଗ୍ରୁପ ଇନ୍ସୁରାନ୍ସ ସ୍କିମ ରହିଛି ଏଇଟା ଗୋଟେ ଆକ୍ଚୁଆଲି ସୋସିଆଲ ସିକ୍ୟୁରିଟି କହିବା ପାଇଁ ଗଲେ ଚଳେ ସୋସିଆଲ ସିକ୍ୟୁରିଟି ସ୍କିମ ଯୋଉଟା କି ଫ୍ୟାମିଲି ଅଫ ଦ ଯୋଉ ଡେଥ ଯୋଉ ବି ଏମ୍ପ୍ଲୟୀଙ୍କର ଇନ ସର୍ଭିସ ଡେଥ୍ ହେଇଥିବ ସେଇ ତାଙ୍କର ଫ୍ୟାମିଲି ପାଇଁ କି ଏଇଟା ଗୋଟେ ତାଙ୍କୁ ଗୋଟେ ସୋସିଆଲ ସିକ୍ୟୁରିଟି ଓକେ। ଯୋଉଠି କି ଆପଣଙ୍କର ମାନିନିଅନ୍ତୁ ଏଇ ସ୍କିମ ଟା ରିଭାଇଜ ହେଇଛି ଟାଇମ ଟୁ ଟାଇମ ରିଭାଇଜ ହେଇଛି ଯେବେ ବି ଆପଣଙ୍କର ପେ ରିଭିଜନ ହେଇଛି ଏମ୍ପ୍ଲୟର ତାକୁ ସେ ଅନୁସାରେ ତାଙ୍କର ପେ ଲେବୁଲ ଅନୁସାରେ ବି ତାଙ୍କର ରିଭିଜନ ହେଇଛି। ଏବଂ ଯୋଉ ୱାନ ଟାଇମ ଡିପୋଜିଟ ଟା କିମ୍ବା ଆପଣଙ୍କର ଯୋଉ ସମ୍ ଏସିଓର ଟା ଏଇଟା ଲାଷ୍ଟ ରିଭାଇଜ ହେଇଥିଲା 2011 ରେ କି ଏଇଟା ହେଇଥିଲା ଯେତେବେଳେ ଆପଣଙ୍କର ପେ ସ୍କେଲ ରିଭିଜନ ହେଇଥିଲା ଯେତେବେଳେ ଓଆରଏସପି ରୁଲ ଅନୁସାରେ 2008 ରୁଲ ଅନୁସାରେ ଆପଣ ଯେତେବେଳେ ରିଭାଇଜ ହେଇଥିଲା ତାପରେ 2011 ମସିହାରେ ଜିଆଇଏସ ର ରିଭାଇଜ ହେଇଥିଲା ଯୋଉଟା କି ଫାଇନାନ୍ସ ଡିପାର୍ଟମେଣ୍ଟ ର ଯୋଉ ଆପଣଙ୍କର ଯୋଉ ରିଜଲ୍ୟୁସନ ନମ୍ବର ଏଣ୍ଡ ଡେଟ୍ ଅଛି ଏଇଟା ଅନୁସାରେ ହେଇଥିଲା କିନ୍ତୁ ଏଇଟା ଷ୍ଟିଲ ଇନ ଏ ବଗ ଠିକ ଅଛି। ଏ ସ୍କିମ ରେ ଆଗରୁ ବହୁତ ସାରା ପ୍ରୋବ୍ଲେମ ହଉଥିଲା କାହିଁକି ନା ଏଟା କଣ କରୁଥିଲା ନା ପାୱାର ଟା ଯୋଉ ଥିଲା ଏଟା ସେଣ୍ଟ୍ରାଲାଇଜ ଥିଲା ଏଟା କଣ କରାଯାଇଥିଲା ଏଇ ଜଣଙ୍କ ପାଖରେ ଥିଲା ଓକେ। ଏବେ କଣ କରାହେଲା ନା ତାକୁ ଧୀରେ ଧୀରେ ଡିସେଣ୍ଟ୍ରାଲାଇଜେସନ କରାହେଲା ଆଉ ସେ ଯୋଉ ଡେଲିଗେଟିଂ ଯୋଉ ପାୱାର ଚାଲିଥିଲା ନା ସେଟା ଫିଲ୍ଡ ଅଫିସର୍ସ ମାନଙ୍କୁ ଦିଆହେଲା ଓକେ। କାହିଁକି ଫିଲ୍ଡ ଅଫିସର୍ସ ମାନଙ୍କୁ ଦିଆହେଲା କାହିଁକି ନା ପାୱାର ଟାକୁ କଣ କରାହେଲା ହେଡ ଅଫ ଅଫିସ ଆଉ ଟିଡିଓ ଯୋଉ ଅଛନ୍ତି ସେ ଟିଡିଓ ମାନଙ୍କୁ ତାଙ୍କୁ ସେଂସନ କରିବା ପାଇଁ ଦିଆହେଲା ଆଉ ପେମେଣ୍ଟ ଯୋଉଟା ଏସିଓର୍ଡ ସମ୍ ଏସିଓର୍ଡ ଅଛି ସେ ସବୁକୁ କରିବା ପାଇଁ କି ତାଙ୍କୁ ହିଁ ଦିଆଗଲା ଏଥିରେ କି ପାୱାର ଦିଆଗଲା ଓକେ। ତ ଫାଇନାନ୍ସ ଡିପାର୍ଟମେଣ୍ଟ ର ଏଇ ରିଜଲ୍ୟୁସନ ଅନୁସାରେ ଆପଣଙ୍କର 2011 ର ରିଜଲ୍ୟୁସନ ଅନୁସାରେ ଏଇ ଡିସିଜନ ଟା ନିଆଯାଏ। ଆପଣଙ୍କ ଯୋଉ ଓଆରଏସପି ରୁଲ 2017 ଯେତେବେଳେ 7 ପେ କମିଶନ ଆପଣ ଲାଗୁ ହେଲା 1/1/2016 ରୁ କି ତ ସେତେବେଳେ କଣ କରା ନା ଏଇ ସ୍କିମ ର ରିଭିଜନ ହେଇଥିଲା ଆଉ ଯୋଉ ଏଇ ସ୍କିମ ର ରିଭିଜନ କରିକି କଣ କରାହେଲା ନା ବେନିଫିଟ ଯୋଉ ଥିଲା ତାକୁ ଏନହାନ୍ସ କରାହେଲା ଓକେ। କେୟାରଫୁଲ କନସିଡରେସନ ପରେ ଗଭର୍ଣମେଣ୍ଟ ଏଇଟା ଡିସିଜନ ନେଲେ କି ଯୋଉ କଣ୍ଟ୍ରିବ୍ୟୁସନ ଆଣ୍ଡ ବେନିଫିଟ ଯୋଉ ଅଛି ନା ତାକୁ ଆମେ ଡିସାଇଡ କରିବୁ ଏବଂ ତାକୁ ମଡିଫାଏ କରିବୁ ଏଜ ପର ଦ ସିଡ୍ୟୁଲ ଗିଭେନ ବିଲୋ। ଏଇ ଯୋଉ ଗୋଟେ ସିଡ୍ୟୁଲ ଡିସାଇଡ କଲେ ଯୋଉଟା କି ଆପଣଙ୍କର ଏକ୍ଜିଷ୍ଟିଂ ଆଉ ରିଭାଇଜ ଯୋଉ ଜିଆଇଏସ ର କି ଯୋଉ ଆପଣଙ୍କ ପଇସା ଅଛି ତ ତାକୁ ନେଇକି ଗୋଟେ ସେ ଗୋଟେ ରିଭାଇଜ କରିକି ତାକୁ ଗୋଟେ ଫିକ୍ସ କଲେ ଆପଣ ଯୋଉଟା କି କଣ୍ଟ୍ରିବ୍ୟୁସନ ବି ବେଶୀ ହେଇପାରିବ ବେନିଫିଟ୍ସ ବି ତାଙ୍କୁ ବେଶୀ ମିଳିପାରିବ ଓକେ। ଏଇଠି ଆପଣ ଦେଖନ୍ତୁ ଏଇଠି ଆପଣଙ୍କ ଦିଟା କ୍ୟାଟାଗୋରୀ ଅଛି ଗୋଟେ ଏକ୍ଜିଷ୍ଟିଂ ଜିଆଇଏସ ଗୋଟେ ହଉଛି ରିଭାଇଜ ଜିଆଇଏସ ଠିକ ଅଛି। ଏକ୍ଜିଷ୍ଟିଂ ଜିଆଇଏସ ଏଇଟା ଥିଲା ଯୋଉଟା କି ଆପଣଙ୍କର ମାନିନିଅନ୍ତୁ ଆପଣଙ୍କ ଯଦି ଗ୍ରେଡ ପେ ଯଦି 4800 ଭିତରେ ଅଛି ଗ୍ରେଡ ପେ ଅପ ଟୁ 4800 ଓକେ 2008 ରୁଲ ଅନୁସାରେ ତ ଏଇଟା ଆପଣଙ୍କ କଣ ଥିଲା ନା 7500 ଥିଲା ଓକେ। 4800 ଭିତରେ କି ଯୋଉ ଗ୍ରେଡ ପେ ଥିବ ଆଉ ତାଙ୍କୁ ମିଳୁଥିଲା କେତେ ସମୟ ନା 1.5 ଲକ୍ଷ ଟଙ୍କା ମିଳୁଥିଲା ଓକେ। ଆଉ ଯଦି ମାନିନିଅନ୍ତୁ ଅବେସକିରେ କି ଆପଣଙ୍କର 5000 ଟଙ୍କା ତାକୁ ମିଳୁଥିଲା। ବାକି ସେଇଟା ରିଭାଇଜ ହେଇକି କଣ କରାହେଲା ନା ଅପ ଟୁ ଲେଭେଲ 11 ଅଫ ଦ ପେ ମେଟ୍ରିକ୍ସ ଓକେ 2017 ଓଆରଏସପି ରୁଲ ଅନୁସାରେ
ତାଙ୍କୁ ଦବା ପାଇଁ ପଡିବ, ୱାନ୍ ଟାଇମ୍ ଦବା ପାଇଁ ପଡିବ। ଏଠି ଯୋଉଠି ଦବା ପାଇଁ ପଡୁଥିଲା ତାଙ୍କୁ 7,500, ଏଠି ଦବା ପାଇଁ ପଡିବ 20,000 ଟଙ୍କା। ଏବଂ ତାଙ୍କୁ ଯୋଉ ସମ୍ ଏସ୍ୟୁର୍ଡ ଏଠି ମିଳୁଥିଲା 1.5 ଲକ୍ଷ ଟଙ୍କା, ଏଠି ମିଳିବ ତାଙ୍କୁ 4,000 ଟଙ୍କା, 4 ଲକ୍ଷ ଟଙ୍କା ସରି। ଏବଂ ତାଙ୍କୁ ଯୋଉ ପରଫର୍ମାନ୍ସ ଆନୁଆଲ ଫାଇନାନ୍ସିଆଲ ଆସିଷ୍ଟାଣ୍ଟ ଫର ପରଫର୍ମାନ୍ସ ଅଫିସ କି ସେଇଟାକୁ ଆପଣଙ୍କର 10,000 ଟଙ୍କା ମିଳିବ ଆପଣଙ୍କୁ, ଠିକ ଅଛି। ଏବଂ ଯଦି ଆପଣଙ୍କର ଗ୍ରେଡ୍ ପେ ଯଦି 5400 ରୁ ଏଭବ ହେଇଥିବ ତାହେଲେ ଆପଣଙ୍କର ହଉଥିଲା ଆପଣଙ୍କ ୱାନ୍ ଟାଇମ୍ ଡିପୋଜିଟ୍ ହଉଥିଲା 12,000 ଟଙ୍କା। ଏବଂ ଆପଣ ଯୋଉ ସମ୍ ଏସ୍ୟୁର୍ଡ ଥିଲା ସେଇଟା ଆପଣଙ୍କର ଥିଲା 2.5 ଲକ୍ଷ ଟଙ୍କା। ଏବଂ ଯୋଉ ଓବେସ୍କି ଅଛି ଏଇଟା ଆପଣଙ୍କର 5,000 ଟଙ୍କା ଥିଲା। ବାକି ଏଠି ଲେଭେଲ 12 ରୁ କି ଏଭବ ପାଇଁ କି ଯୋଉ ଆରଏସପି ରୁଲ୍ 2017 ଅନୁସାରେ ଆପଣଙ୍କ କଣ୍ଟ୍ରିବ୍ୟୁସନ ରହିବ, ସେଠି ଥିଲା 12,000, ଏଠି ହେଇଯିବ ଆପଣଙ୍କର 30,000 ଟଙ୍କା। ସେଠି ଆପଣଙ୍କ କଣ୍ଟ୍ରିବ୍ୟୁସନ ଥିଲା 2,50,000, ଏଇଠି ଆପଣଙ୍କର ହେଇଯିବ 6 ଲକ୍ଷ ଟଙ୍କା। ଓକେ। ଆଉ ଏଇଠି ଆପଣଙ୍କର ଅବେସ୍କି ଯୋଉ ହେଇଯିବ ଆପଣଙ୍କ ଆନୁଆଲ ଫାଇନାନ୍ସିଆଲ ଆସିଷ୍ଟାଣ୍ଟ ଯୋଉ ହେଇଯିବ ଆପଣଙ୍କର 10,000 ଟଙ୍କା ହେଇଯିବ। ତେବେ ଆପଣ ଆପଣଙ୍କର ସ୍କେଲ ଅନୁସାରେ ଏଇଠି ଆପଣ ଦେଖିପାରିବେ ଏଠି ଦିଟା ସିମ୍ପଲାଇଜ ଦେଇଛି, ଯୋଉଟା କି ଅପ୍ ଟୁ ଲେଭେଲ 11 ଗୋଟେ ଦେଇଛି ୱାନ୍ ଟାଇମ୍ ରିଫଣ୍ଡେବଲ ଡିପୋଜିଟ୍, ଆଉ ଗୋଟେ ଯୋଉ ଦେଇଛି ଲେଭେଲ 12 ଏଣ୍ଡ ଏଭବ ଦେଇଛି। ଓକେ। ତ ଏଇଟା ମନେ ରଖନ୍ତୁ, ଏଇଟା ହଉଛି ୱାନ୍ ଟାଇମ୍ ରିଫଣ୍ଡେବଲ ଡିପୋଜିଟ୍, ଯୋଉଟା କି ଆପଣ ଚାହିଁଲେ ବି ଆପଣ ପରେ ଯେତେବେଳେ କିଛି ବି ହବ ଆପଣ ଚାହିଁଲେ ବି ତାକୁ ୱିଡ୍ର ବି କରିପାରିବେ। ଓକେ। ଏଠି ଗୋଟେ କଣ କରୁଛି, ମାନ୍ୟତୁ ଆପଣ ଏକ୍ଜିଷ୍ଟିଂ ଏମ୍ପ୍ଲୟିଜ, ମାନ୍ୟତୁ ଆପଣ ସେଠି ଯେମିତି କହିଥିଲା କି ଯେ ଆପଣ ଯଦି ମାନ୍ୟତୁ ଲେଭେଲ 7 ରେ କି ବିଲଙ୍ଗ କରୁଛନ୍ତି, ତାହେଲେ ସେ କେସେସ ରେ କି ମାନ୍ୟତୁ ଆପଣ 7,500 ସେଠି ଡିପୋଜିଟ୍ କରିଥିଲେ ଆପଣଙ୍କର ୱାନ୍ ଟାଇମ୍ ରିଫଣ୍ଡେବଲ ଡିପୋଜିଟ୍ କରିଥିଲେ। ବାକି ଆପଣଙ୍କ ଯୋଉ ରିଭାଇଜ ହେଲା ସେଠି ହେଇଗଲା କେତେ 20,000 ହେଇଗଲା। ଓକେ। ତ 20,000 ଯେତେବେଳେ ହେଇଗଲା ତ ଯୋଉ ରେଷ୍ଟ ଯୋଉ ପଇସା ରହିଲା ଯୋଉ 13,000 ସମଥିଙ୍ଗ ଯୋଉ ରେଷ୍ଟ ବାଲାନ୍ସ ଆମାଉଣ୍ଟ ରହିଲା ୱାନ୍ ଟାଇମ୍ ଡିପୋଜିଟ୍, ସେଇଟା ଆପଣଙ୍କୁ ପେମେଣ୍ଟ କରିବା ପାଇଁ ପଡିବ ପୁଣି ଥରେ। ଓକେ। ଏବଂ ସେଇଟା ଯୋଉ ରିଏଲାଇଜ କରାଯିବ କେତେରୁ କି ୱାନ୍ ଲମସମ୍ ଯୋଉ ଆମାଉଣ୍ଟ ଅଛି ସେଇଟା ନିଆଯିବ। ଏଟା ଏଣ୍ଡ ଅଫ ନଭେମ୍ବର 2021 ରୁ କି ଏଟା ଇଏ ହେଇଛି, ଯୋଉଟା ବି ଆପଣଙ୍କ କଣ୍ଟ୍ରିବ୍ୟୁସନ ନଭେମ୍ବର 21 ପରେ ହେଇଯିବ। ଓକେ। ଆଉ ଯୋଉ ଏଡିସନାଲ ଆମାଉଣ୍ଟ ଯୋଉ ରହିଲା ଆପଣଙ୍କ, ମାନ୍ୟତୁ 7,500 ଆପଣ ଡିପୋଜିଟ୍ କରିଥିଲେ, ଯୋଉ ଏଡିସନାଲ ଆମାଉଣ୍ଟ ଡିପୋଜିଟ୍ ରହିଲା, ମାନ୍ୟତୁ ଆପଣଙ୍କ ପାଖରେ କି ପଇସା ନାହିଁ ଡିପୋଜିଟ୍ କରିବା ପାଇଁ, ଆପଣଙ୍କ ୱାନ୍ ଟାଇମ୍ ଡିପୋଜିଟ୍ କରିବା ପାଇଁ କି, ତାହେଲେ ବି ଆପଣ ଇଣ୍ଟରେଷ୍ଟ ଫ୍ରି ଆଡଭାନ୍ସ ନେଇପାରିବେ। ଓକେ। ଇଣ୍ଟରେଷ୍ଟ ଫ୍ରି ଆଡଭାନ୍ସ ଦିଆଯାଉଛି, ଯୋଉଟା କି ଆପଣଙ୍କ 10ଟା ମନ୍ଥଲି ଇକ୍ୱାଲ ମନ୍ଥଲି ଇନଷ୍ଟଲମେଣ୍ଟ ରେ ଆପଣଙ୍କୁ ଆପଣଙ୍କୁ ମାନ୍ୟନ୍ତୁ ରିକଭର କରାଯିବ। ଓକେ। ସାଲାରୀ ବିଲ୍ ଠୁ ଆପଣଙ୍କ ରିକଭର କରାଯିବ। ଏଇଟା ନଭେମ୍ବର 2020 ଅନୱାର୍ଡ ଏଇଟା ଆପଣଙ୍କର ଲାଗୁ ହେଇଛି ଅଲରେଡି। ମାନେନ୍ତୁ ଯୋଉମାନେ ନୂଆ ଏଣ୍ଟ୍ରି କରୁଛନ୍ତି ୟା ନୂଆ ଫ୍ରେଶ ଆସୁଛନ୍ତି ଯୋଉମାନେ କି ସର୍ଭିସ କୁ, ଯୋଉ ଆଫ୍ଟର 1 ନଭେମ୍ବର 2021 ରେ କି, ତ ସେଠି କଣ କରାଯିବ ନା ରେଗୁଲାର ଏଷ୍ଟାବ୍ଲିଶମେଣ୍ଟ ଯଦି ସିଏ କଣ କରିବ ନା ଗୋଟେ ଗ୍ରାଣ୍ଟ କରିବ, ଇଣ୍ଟରେଷ୍ଟ ଫ୍ରି ଆଡଭାନ୍ସ ଗ୍ରାଣ୍ଟ କରିବ। ଓକେ। ଯେମିତିକା ସେ ୱାନ୍ ଟାଇମ୍ ଡିପୋଜିଟ୍ ସେ କରିପାରୁଥିବ। ଓକେ। ସେ ସର୍ଭିସ ରେ ଏଣ୍ଟ୍ରି କଲା ପରେ ସେଟା ଗୋଟେ ୱାନ୍ ଟାଇମ୍ ଡିପୋଜିଟ୍ ତାଠୁ ନିଆଯିବ। ଆଉ ଯୋଉ ଆଡଭାନ୍ସ ଟାକୁ ରିକଭରି କରାଯିବ ଏ କେସେସ ରେ କି ସେ ଯଦି ନୂଆ ଏକ୍ଜିଷ୍ଟିଂ ଏମ୍ପ୍ଲୟି ନୁହେଁ, ତାହେଲେ ସେ କେସେସ ରେ କି ତାର ଯୋଉ ଆଡଭାନ୍ସ ଟା ରିକଭରି କରାଯିବ କେବେ, ସେ ଯୋଉ ଫାଷ୍ଟ ମନ୍ଥ ଯୋଉ ତାର ସାଲାରୀ ଆସିବ ସେଇଥିରୁ ହିଁ ରିକଭରି କରାଯିବ। ଓକେ। ତାର ବେଶୀ ଦିନ ତାକୁ 10 ଇକ୍ୱାଲ ଇନଷ୍ଟଲମେଣ୍ଟ ରେ କି ତାକୁ ନିଆଯିବନି, ତାକୁ ଫାଷ୍ଟ ମନ୍ଥ ତାର ସାଲାରୀରୁ ହିଁ ତାକୁ ନେଇ ନିଆଯିବ। ଓକେ। ଯେମିତି ସେଠି ଦେଖିଲେ କି ଯେ ଯୋଉ ହେଡ ଅଫ ଅଫିସେସ୍ या ଡିଡିଓ ଅଛନ୍ତି, ଯୋଉ ବି ଏଡେଡ୍ ନନ୍ ଏଜୁକେସନାଲ ଇନଷ୍ଟିଟ୍ୟୁସନ ହଉ କିମ୍ବା ଅର୍ବାନ ଲୋକାଲ ବଡି ଯୋଉ ୟା କୋଉ ବି ଅର୍ଗାନାଇଜେସନ ହଉ, ସେମାନେ କଣ କରିବେ କି ଡିପୋଜିଟ୍ କରିବେ, ଆପଣ ତାର ଏନହାନ୍ସଡ ଜିଏସ୍ ପ୍ରିମିୟମ ସେମାନେ ଡିପୋଜିଟ୍ କରିବେ। ଯଦି ସେମାନେ ଏକ୍ଜିଷ୍ଟିଂ ଏମ୍ପ୍ଲୟି ତାହେଲେ ସେମାନେ କଣ କରିବେ ନା ତାକୁ ଯୋଉ ମନ୍ଥଲି ସାଲାରୀରେ ତାଙ୍କର ଡିଡକ୍ସନ ହବ, ସେ ଯଦି ଇଣ୍ଟରେଷ୍ଟ ଫ୍ରି ଆଡଭାନ୍ସ ନଉଛନ୍ତି ଏବଂ ତାକୁ ସେ ଯୋଉ ରିପେ କରିବ ସେଇଟା କରିବ 10 ଇକ୍ୱାଲ ମନ୍ଥଲି ଇନଷ୍ଟଲମେଣ୍ଟ ରେ କରିବ, ଯୋଉଟା କି ତାକୁ ଅଲରେଡି ଗଭର୍ଣମେଣ୍ଟ ତାକୁ ଦେଇଛି, ତାକୁ ଗୋଟେ ଅପରଚୁନିଟି ଦେଇଛି ସେ ଜିନିଷଟା କରିବା ପାଇଁ କି। ଓକେ। ଗୋଟେ ଭଲ ଇମ୍ପୋର୍ଟାଣ୍ଟ ଜିନିଷ ଲେଖିଛି କି ଯେ ଯଦି ଡେଥ୍ ହେଇଗଲା କିମ୍ବା ରିଟାୟାରମେଣ୍ଟ ହେଇଗଲା କିମ୍ବା ରେଗୁଲାରିଜମ ଅଫ ସର୍ଭିସ ହେଇଗଲା ଆପଣଙ୍କର, ସେ କେସେସ ରେ ଆପଣଙ୍କର ଯଦି ମାନ୍ୟନ୍ତୁ ଲିଗାଲ ହେୟାର ଯୋଉ ରହିଛନ୍ତି ଆପଣଙ୍କର କିମ୍ବା ଯୋଉ ଏମ୍ପ୍ଲୟି ରହିଛି, ଓକେ, ଇଏ ଏଣ୍ଟାଇଟେଲ୍ଡ ହବ ଓନଲି ରିଫଣ୍ଡେବଲ ଡିପୋଜିଟ୍ସ ଆକ୍ଚୁଆଲି ଏଣ୍ଟାଇଟେଲ୍ଡ ହବ। ଓକେ। ଓନଲି ୱିଦାଉଟ୍ ଏନି ଇଣ୍ଟରେଷ୍ଟ ଦେୟାର ଅନ୍, ଇଣ୍ଟରେଷ୍ଟ କିଛି ବି ମିଳିବନି, କେବଳ ଆପଣଙ୍କୁ ଓନଲି ରିଫଣ୍ଡେବଲ ଡିପୋଜିଟ୍ ହିଁ ଆପଣଙ୍କୁ କେବଳ ଏନକାଶ ହେଇପାରିବ, ୟା ଆପଣଙ୍କୁ ରିଟର୍ନ ହେଇଯିବ। ଓକେ। ଯଦି ମାନନ୍ତୁ ସେ ଡେଥ, ଯଦି କିଛି ଡେଥ ହେଇଛି ସର୍ଭିସ ରେ କି ସର୍ଭିସ ପିରିୟଡରେ ଡେଥ ହେଇଛି, ତାହେଲେ ଯାଇକି ତାଙ୍କ ଫ୍ୟାମିଲିକୁ ମିଳିବ ସେ ଯୋଉ ରିସିଭ ବେନିଫିଟ ମିଳିବ, ଯୋଉଟା କି ଆପଣଙ୍କ ମାନ୍ୟତା 4 ଲକ୍ଷ ହଉ 6 ଲକ୍ଷ ହଉ, ଯୋଉଟା ବି ଆପଣଙ୍କର ସିଡ୍ୟୁଲ ଅନୁସାରେ ମୁଁ ଡିସାଇଡ କରିକି ଡିସ୍କସନ କରିକି ଗଲି ସେଇ ଅନୁସାରେ ତାଙ୍କୁ ମିଳିବ, ସେ ଯୋଉ ବି ଗ୍ରେଡ ରୁ ବିଲଙ୍ଗ କରୁଛନ୍ତି। ଓକେ। ଆଉ ଯୋଉ ରହିଲା ଆପଣଙ୍କର ଯୋଉ ପେମେଣ୍ଟ, ଯୋଉ ଜିଆଇଏସ ର ଯୋଉ ପେମେଣ୍ଟ ଅଛି ନା ସମ୍ ଇନସ୍ୟୁର୍ଡ ପେମେଣ୍ଟ ଟା, ସେଇଟା ଆପଣ ଯଦି ଆପଣ ପ୍ରିମିୟମ ଡିପୋଜିଟ ଟା ଆପଣ ଭରିଥିବେ ଯଦି ଲାଇଫ ଟାଇମ, ଓକେ,
ଯଦି ଆପଣ ଡେଥ୍ ହେଇଯାଇଛି ଆପଣଙ୍କର ଆଉ ଆପଣ ଯଦି ୱାନ୍ ଟାଇମ୍ ସେଟଲମେଣ୍ଟରେ କି ଆପଣ ଭରି ଦେଇଛନ୍ତି ସେ ଇନ୍ସୁରାନ୍ସ ଆମାଉଣ୍ଟ ଟା ତାହେଲେ ଆପଣଙ୍କୁ ହିଁ ସେ କେସେସରେ ହିଁ ଆପଣଙ୍କୁ ମିଳିପାରିବ ଆପଣଙ୍କୁ ପ୍ରିମିୟମ ଡିପୋଜିଟ କି ଯୋଉ ବେନିଫିଟ ଟା ଫୁଲ ବେନିଫିଟ ଟା ମିଳିପାରିବ। ଏଇ ଯୋଉ ମଡିଫିକେସନ ଟା ହେଇଛି ଏଇଟା ଆପଣଙ୍କର 1 ନଭେମ୍ବର 2021 ରୁ କି ହେଇଛି। ତ 1 ନଭେମ୍ବର 2021 ପରେ ଯୋଉ ବି ଷ୍ଟାଫ ଆସୁଛନ୍ତି ସେମାନେ ଏଇ ବିଷୟରେ ଜାଣିବା ଦରକାର ଏବଂ ଜାଣିଲା ପରେ ହିଁ ଆପଣ ଏଇ ଜିନିଷକୁ ଭଲସେ ବୁଝିପାରିବେ ଏବଂ ତାକୁ କଣ୍ଟ୍ରିବ୍ୟୁଟ ବି କରିପାରିବେ ସେଥିରେ ଓକେ। ତେବେ ଆପଣମାନଙ୍କୁ ଯଦି ଭିଡିଓ ମୋର ଭଲ ଲାଗିଲା ତାହେଲେ ଆପଣ ସବସ୍କ୍ରାଇବ କରନ୍ତୁ, ଲାଇକ୍, କମେଣ୍ଟ ଏଣ୍ଡ ସେୟାର ଜରୁର କରନ୍ତୁ ଏବଂ କମେଣ୍ଟ ଯଦି କରିବେ ତାହେଲେ ମୁଁ ଆହୁରି ଭିଡିଓ ବନେଇବି। ଆପଣଙ୍କର ଯୋଉ ବି ରିକ୍ୱାରମେଣ୍ଟ ଅଛି ଆପଣ ସେଠି କମେଣ୍ଟ କରନ୍ତୁ, ସଜେସନ ଦିଅନ୍ତୁ। ଯଦି କିଛି ଇମ୍ପ୍ରୁଭ କରିବାର ଅଛି ତାହେଲେ ବି ମୁଁ ଇମ୍ପ୍ରୁଭ କରିବି। ତ ଏମିତି ଦେଖୁଥାନ୍ତୁ ମୋର ଭିଡିଓକୁ। ଥ୍ୟାଙ୍କ ୟୁ ଗାଇଜ।